हाय पिलामाने समस्तଙ୍କୁ ଓଡ଼ିଆ ସାର୍ ଓବି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଏହି ଭିଡ଼ିଓଟି ସପ୍ତମ ଶ୍ରେଣୀ ପିଲାମାନଙ୍କ ପାଇଁ ସପ୍ତମ ଶ୍ରେଣୀ ଓଡ଼ିଆ ଗଳ୍ପ ମାଡ଼ହାଣ୍ଡି କଥା। ଏହି ପାଠର ଆମେ ଆଜି ପ୍ରଶ୍ନପତ୍ର ଆଲୋଚନା କରିବା। ଯେତେ ସବୁ ପ୍ରଶ୍ନ ରହିଛି ପିଲାମାନେ ତାର ଉତ୍ତର ମୁଁ ତୁମମାନଙ୍କ ପାଇଁ ଏହି ଭିଡ଼ିଓରେ ଆଣିଦେଇଛି। ଭଲ ଲାଗିଲେ ଲାଇକ୍ କରିଦେବ ପିଲାମାନେ, କେମିତି ଲାଗିଲା କମେଣ୍ଟରେ ଜଣାଇବ। ଓଡ଼ିଆ ସାର୍ ଓବି ହ୍ୱାଟ୍ସଆପ୍ ଚ୍ୟାନେଲ ଅଛି, ଯେଉଁମାନେ ଫଲୋ କରିନ ଫଲୋ କରିଦେବ। ମୋ ଡେସ୍କ୍ରିପ୍ସନରେ ଲିଙ୍କ୍ ସେୟାର କରିଦେଇଛି, ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ। ଚାଲ ଆମେ ଆରମ୍ଭ କରିବା। ଦେଖିପାରୁଛ ପିଲାମାନେ, ଏ ହେଲା ମାଡ଼ହାଣ୍ଡି କଥା ଗଳ୍ପ ନୂଆ ବହିର। ତାର ପ୍ରଶ୍ନପତ୍ର ମଧ୍ୟ ଅଲଗା ଅଛି ପିଲାମାନେ, ପୁରୁଣା ବହିରେ ଅଲଗା ଥିଲା। ଦେଖିବା ନୂଆ ବହିରେ କ'ଣ ସବୁ ପ୍ରଶ୍ନପତ୍ର ରହିଛି। ଦେଖ ପିଲାମାନେ, କର ଅଛି ଲୋକକଥା ଗଳ୍ପ ଆଧାରିତ ନିମ୍ନରେ କିଛି ପ୍ରଶ୍ନ ଦିଆଯାଇଛି, ସେଥିରୁ ଠିକ୍ ଉତ୍ତରଟି ଆମେ ବାଛିବା। 1 ନମ୍ବର, ଚୋକଲା ପଣ୍ଡା ଯେଉଁ ପୋଖରୀ ପାଖରେ ପହଞ୍ଚିଲା ସେ ପୋଖରୀଟି କିପରି ଥିଲା? 4ଟି ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ହେବ ପିଲାମାନେ କ'ଣ? ପୋଖରୀରେ କଳା ଭଅଁର ଭଳି ପାଣି ଥିଲା। ଗ ନମ୍ବର ଉତ୍ତର ହେବ। 2 ନମ୍ବର ଦେଖିବା, ଚୋରକୁ ମାନ କରି ଖପରାରେ ଖାଇବା ଅର୍ଥ କ'ଣ? 4ଟି ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର କ'ଣ ହେବ? ଅନ୍ୟ ଉପରେ ରାଗି ନିଜର କ୍ଷତି କରିବା। 3 ନମ୍ବର ଦେଖିବା, ଗଙ୍ଗାମାତା ଉଡ଼ିଗଲା ଚୋଳୀର ପେଟ କଥା ଜାଣିପାରନ୍ତି। ଏହି ଲୋକବାଣୀର ଅର୍ଥ କ'ଣ? ଉତ୍ତର ହେବ ଅନ୍ୟର ମନ କଥାକୁ ବୁଝିବା। 4 ନମ୍ବର, ଚୋକଲା ପଣ୍ଡା ଚରିତ୍ର ମାଧ୍ୟମରେ ଲେଖକ କେଉଁ ନୀତି ଶିକ୍ଷା ଦେଇଛନ୍ତି? ଉତ୍ତର ହେବ ଅଳସୁଆ ଦୁଃଖ ପାଏ। ତାପରେ ଅଛି ଦେଖ ଧାଡ଼ି ଗୁଡ଼ିକର ଆଲୋଚନା। ପାଠରେ କିଛି ଧାଡ଼ି ଚୟନ ଦିଆଯାଇଛି, ଏହାକୁ ଧ୍ୟାନ ଦେଇ ପଢ଼ ଏବଂ ଦଳରେ ବିଚାର କରି କ'ଣ ବୁଝିଲ ଲେଖିବ। କ ନମ୍ବର ଦେଖ, ଏ ପାଣିକି ଦେଖିଲା କ୍ଷଣି ତା ମନରେ ଭାରି ଲୋଭ ହେଲା। ଜୀବନ ବିକଳରେ ପାଣିକୋଳା ପାହାଚ ଉପରେ ଲଟକିନି ବସିଗଲା। ଏହାକୁ ତୁମେ ବ୍ୟାଖ୍ୟା କରିବା ଲେଖିବାର ଅଛି ପିଲାମାନେ। ତୁମେ ସ୍କ୍ରିନରେ ତାର ଉତ୍ତର ଦେଖିପାରୁଛ, ତୁମେ ଏସବୁ ଲେଖିବ। ଖ ନମ୍ବର, ଗଙ୍ଗାମାତା ତ ଉଡ଼ିଗଲା ଚୋଳୀର ପେଟ କଥା ଜାଣିପାରନ୍ତି। ଏହାକୁ ମଧ୍ୟ ମୁଁ ସ୍କ୍ରିନରେ ଲେଖିଦେଇଛି ପିଲାମାନେ, ତୁମେ ଲେଖିବ। ତାପରେ ଦେଖ ଆସ ମେଳ କରିବା। ପ୍ରଥମ ଏବଂ ଦ୍ୱିତୀୟ ସ୍ତମ୍ଭକୁ ଯୋଡ଼ିବା ଆମେ। ଏହି ଲୋକକଥାରେ କିଛି ବାକ୍ୟ ପ୍ରଥମ ସ୍ତମ୍ଭରେ ଦିଆଯାଇଛି, ସେହି ବାକ୍ୟ ଗୁଡ଼ିକର ଭାବାର୍ଥ ସହ ମିଶୁଥିବା କିଛି ବାକ୍ୟ ଦ୍ୱିତୀୟ ସ୍ତମ୍ଭରେ ଦିଆଯାଇଛି। ମେଳ ଖାଉଥିବା ବାକ୍ୟ ଗୁଡ଼ିକୁ ଆମେ ଯୋଡ଼ିବା। ରାତିରେ ଶୋଇଲା ବେଳେ ବୁଢ଼ୀ ପୁଅକୁ ବୁଦ୍ଧି ବତାଇ ଦେଲା। ଉତ୍ତର କ'ଣ ହେବ? କାହାକୁ ଆମେ ଯୋଡ଼ିବା? ମା ପୁଅକୁ ରାତିରେ ଶିଖାଇ ଦେଲା। ତାପରେ ବଡ଼ି ଝପଟିରୁ ଉଠି, ଏହାକୁ ଯୋଡ଼ିବା ଭୋର ସକାଳୁ ଉଠି। ତାପରେ ଖୁଆ ମୁଣ୍ଡିରେ 2 ଗୋଇଠା। ଉତ୍ତର ହେବ ହାତ ପାଖ ପିଠିକୁ 2 ଲାତ ଦେବା। ତାପରେ ପଲମକୁ ନେଇ ହାଣ୍ଡି ଘୋଡ଼ାଇବା। ଉତ୍ତର କ'ଣ ହେବ? ହାଣ୍ଡି ମୁହଁକୁ ଢାଙ୍କୁଣୀରେ ଢାଙ୍କି ଦେବା। ଏମିତି ଯୋଡ଼ିବ ପିଲାମାନେ। ତାପରେ ଦେଖ ଚିନ୍ତା ଓ ବିଚାର କରି ଉତ୍ତର ଦିଅ। ଏହି ଲୋକକଥାଟିରୁ ଥରେ ମନ ଦେଇ ପଢ଼ ଓ ଉତ୍ତର ବାହାର କରି ଲେଖ। କ ନମ୍ବର ଦେଖିବା, ଚୋକଲା ପଣ୍ଡା କିପରି ପେଟ ପୋଷୁଥିଲା? ଉତ୍ତର ହେବ ଚୋକଲା ପଣ୍ଡା ଭିକ୍ଷା ବୃତ୍ତି କରି ପେଟ ପୋଷୁଥିଲା। ଖ ନମ୍ବର, ଚୋକଲା ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା କାହିଁକି? ଉତ୍ତର ହେବ ଗାଁ ପିଲାମାନେ ତାଙ୍କୁ ମାଡ଼ ମାରିବାରୁ ଚୋକଲା ପଣ୍ଡା କାନ୍ଦି ବୋବେଇ ପଳାଇ ଆସିଲା। ଗ ନମ୍ବର, ଗଙ୍ଗାମାତା କେଉଁଠାରେ ଥିଲେ? ଉତ୍ତର ହେବ ଗଙ୍ଗାମାତା ପୋଖରୀରେ ଥିଲେ। ଘ ନମ୍ବର, ଗଙ୍ଗାମାତା ଚୋକଲା ପଣ୍ଡା ପ୍ରତି ଦୟାଭାବ ଦେଖାଇଲେ କାହିଁକି? ଉତ୍ତର ହେବ ଚୋକଲା ପଣ୍ଡା ଭୋକ ବିକଳରେ ପୋଖରୀ ପାହାଚ ଉପରେ ବସି ଖାଦ୍ୟ ନାମ କହୁଥାଏ ଏବଂ ପାଣି ଆଞ୍ଜୁଳାଏ ଲେଖାଏଁ ପିଉଥାଏ। ଗଙ୍ଗାମାତା ସହ୍ୟ କରିପାରିଲେ ନାହିଁ, ତେଣୁ ତାଙ୍କୁ ଅନେକ ସବୁ ଖାଦ୍ୟଦ୍ରବ୍ୟ ଦେଇ ତାଙ୍କୁ ଦୟା ଦେଖାଇଲେ। ଗ ନମ୍ବର, ଚୋକଲା ପଣ୍ଡା ହାଣ୍ଡିରେ କ'ଣ ଦେଖିଲା? ଚୋକଲା ପଣ୍ଡା ଖାଦ୍ୟରେ ବିଭିନ୍ନ ପ୍ରକାର ସୁସ୍ୱାଦୁକର ଖାଦ୍ୟ ଦେଖିଲା। ଚ ନମ୍ବର, ଖାଦ୍ୟ ହାଣ୍ଡି ଧରି ଘରକୁ ଫେରିଲା ବେଳକୁ ଚୋକଲା ପଣ୍ଡାର ମା କୁଆଡ଼େ ଯାଇଥିଲା? ଉତ୍ତର ହେବ ଚୋକଲା ପଣ୍ଡାର ମା ଦୁଃଖ ଧନ୍ଦା କରିବାକୁ ଯାଇଥିଲା। ଅନ୍ୟ ଗାଁକୁ ଦୁଃଖ ଧନ୍ଦା କରିବାକୁ ଯାଇଥିଲେ। 6 ନମ୍ବର, ଚୋରମାନେ ସିନ୍ଦୁକଟି କେଉଁଠାରେ ରଖିଥିଲେ? ଉତ୍ତର ହେବ ଚୋରମାନେ ଚୋକଲା ପଣ୍ଡାର ଘର ବାରିଦ୍ୱାରେ ରଖିଥିଲେ। ଏବେ ଦେଖ ପିଲାମାନେ ଅନୁମାନ ଏବଂ କଳ୍ପନାରୁ ଏଥିରେ ଯେଉଁ ପ୍ରଶ୍ନ ଗୁଡ଼ିକ ଅଛି ପିଲାମାନେ ତୁମେ ଅନୁମାନ କରିବାର ଅଛି, କଳ୍ପନା କରିବାର ଅଛି ଏବଂ ନିଜ ମନରୁ ତୁମେ ସେଗୁଡ଼ିକ ଲେଖିବ। ମୁଁ କେବଳ ଏଥିରେ ଉତ୍ତର କହିଦେବି ପିଲାମାନେ। କ ନମ୍ବର ଦେଖ, ଯଦି ଚୋକଲା ପଣ୍ଡା ଗୋଟିଏ ଦିନ ପାଇଁ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ନେଇଥାନ୍ତା ତାହେଲେ ତାର ପରିଣାମ କ'ଣ ହୋଇଥାନ୍ତା? ଉତ୍ତର କ'ଣ ହେବ? ଯଦି ଚୋକଲା ପଣ୍ଡା ଗୋଟିଏ ଦିନ ପାଇଁ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ନେଇଥାନ୍ତା ତେବେ ଗଙ୍ଗା ମାତା ତାଙ୍କୁ ରାଗି ନଥାନ୍ତେ ଏବଂ ହାଣ୍ଡିରେ ମାଡ଼ ତକ ଭରି ନଥାନ୍ତେ। ଏହିପରି ଭାବରେ ଚୋକଲା ପଣ୍ଡା ମଧ୍ୟ ମାଡ଼ ଖାଇ ନଥାନ୍ତା। ଖ ନମ୍ବର, ଗଙ୍ଗାମାତା ବିଚାର କରି ମାଡ଼ ହାଣ୍ଡି ଯଦି ଦେଇନଥାନ୍ତେ ତାହେଲେ ଶେଷ ଫଳ କ'ଣ ହୋଇଥାନ୍ତା? ଶେଷ ଫଳ କ'ଣ ହୋଇଥାନ୍ତା? ଚୋକଲା ପଣ୍ଡା ପ୍ରତ୍ୟେକ ଦିନ ଆସିଥାନ୍ତା ଏବଂ ମାଗଣାରେ ଖାଦ୍ୟ ନେଇକି ଯାଇଥାନ୍ତା। ତାକୁ ଦେଖି ଅନ୍ୟ ଲୋକମାନେ ମଧ୍ୟ ଆସିଥାନ୍ତେ ଗଙ୍ଗା ମାତାଙ୍କ ଠାରୁ ଖାଦ୍ୟ ଖାଇଥାନ୍ତେ ହାଣ୍ଡିରେ ଖାଦ୍ୟ ନେଇକି ଏବଂ ସମସ୍ତେ ଅଳସୁଆ ହୋଇଯାଇଥାନ୍ତେ। ତାପରେ ଗ ନମ୍ବର, ମା ଯଦି ମାଡ଼ହାଣ୍ଡିର ପଲମ ଢାଙ୍କି ନଥାନ୍ତେ ତାହେଲେ କି ଅସୁବିଧା ହୋଇଥାନ୍ତା? ଉତ୍ତର କ'ଣ ହେବ? ମାଡ଼ ଅସରା ବନ୍ଦ ହୋଇନଥାନ୍ତା, ମାଡ଼ ପଡ଼ୁଥାନ୍ତା
ଘ ନମ୍ବର ଗଙ୍ଗା ମାତା ମା ପୁଅକୁ ଏପରି କଷ୍ଟ ଦେବାର ଉଦ୍ଦେଶ୍ୟ କ'ଣ ଥିଲା? କାରଣ ମା ପୁଅ ମାଗଣା ଭାତ ଖାଇ ବସି ରହୁଥିଲେ, କିଛି କାମ କରୁନଥିଲେ। ତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଏପରି ଉପାୟ ବାହାର କରିଥିଲେ। ଏ ହେଲା ତାଙ୍କର ଉଦ୍ଦେଶ୍ୟ। ତାପରେ ଶବ୍ଦ ସମ୍ପର୍କିତ ଶବ୍ଦ ଗୁଡ଼ିକ ଦେଖିବା। ନିମ୍ନରେ ଦିଆଯାଇଥିବା କବାଟ ଶବ୍ଦ ସହିତ ସମ୍ପର୍କ ଥିବା ଶବ୍ଦକୁ ଦଳରେ ଆଲୋଚନା କରି ଶୂନ୍ୟସ୍ଥାନରେ ଆମେ ଲେଖିବା। ଯେମିତି କବାଟ ସମ୍ପର୍କିତ ଶବ୍ଦ ହେଲା ଜଞ୍ଜିର ଲଗାଇବା। ଠିକ୍ ସେମିତି ଆମେ ଆଉ ଶବ୍ଦ ଗୁଡ଼ିକ ଏଠି ଲେଖିବା। 4ଟି ଶବ୍ଦ ତୁମେ ଲେଖିବ ପିଲାମାନେ ଏଠି। ଯେମିତି ଦେଖ କବାଟ ସଫା କରିବା, ଚାବି ପକାଇବା, କବାଟ ଭାଙ୍ଗିବା, କବାଟ ଗିଳିବା, ଏହିସବୁ ତୁମେ ଲେଖିବ। ତାପରେ ଦେଖିବା କାରକ ଏଠି ଅଛି। ଏଥିରେ ଯାହା ଅଛି ପିଲାମାନେ ତୁମେ ମନ ଦେଇକି ପଢ଼ିବ। ତାକୁ ଆଧାର କରିକି ଇଏ ହେଲା ପ୍ରଶ୍ନ। କାରକ ବ୍ୟବହାର କରିବା ଆମେ। କାରକ କାହାକୁ କହନ୍ତି? କାରକ ପଦ ଏଇଥିରୁ ତୁମେ ଜାଣିପାରିବ କ'ଣ? ଯେଉଁ ପଦର କ୍ରିୟାପଦ ସହିତ ସମ୍ପର୍କ ଥାଏ ତାକୁ କାରକ ପଦ କହନ୍ତି। ଏଇଥିରେ ଯେଉଁ ପଦ ଗୁଡ଼ିକ ଅଛି ଦେଖିପାରୁଛ ପିଲାମାନେ, ଏଥିରେ ଯେଉଁ ପଦ ଗୁଡ଼ିକ ଅଛି ଆମେ ତଳେ ଦିଆଯାଇଥିବା ପ୍ରଶ୍ନ ଗୁଡ଼ିକରେ ବ୍ୟବହାର କରିବା। ଡ୍ୟାସ୍ ଯାହା ଦିଆଯାଇଛି ଆମେ ତାକୁ ବ୍ୟବହାର କରିବା। 1 ନମ୍ବର ଦେଖ, ସେ ଡ୍ୟାସ୍ ଗଙ୍ଗାମାତା ଥାନ୍ତି। କ'ଣ ଲାଗିବ? ଉପର ଶବ୍ଦ ଗୁଡ଼ିକ ମଧ୍ୟରୁ ଠାରୁ ଲାଗିବ। ପ୍ରଥମରେ କ'ଣ ହେବ? ଠାରୁ, ସେ ଠାରୁ। କ'ଣ ପିଲାମାନେ? ଏଇଠି ଆମେ ଠାରୁ ବ୍ୟବହାର କରିବା। ସେଠାରୁ ଗଙ୍ଗାମାତା ଥାନ୍ତି। ନମ୍ବର 2କୁ ଦେଖିବା। ଏ ଚକୁଳିଆ ଡ୍ୟାସ୍ ସିନା ଭୋଗ ବିକଳରେ ଏମିତି ହେଉଛି। ଉତ୍ତର ହେବ ଏ ଚକୁଳିଆଟି ସିନା, ଟି ଲାଗିବ 2 ନମ୍ବର ପ୍ରଶ୍ନରେ। 3 ନମ୍ବର ଦେଖିବା। କାଳେ ହାଣ୍ଡି ଡ୍ୟାସ୍ ମାଡ଼ ବାହାରିଲା ଭଳି ସେ ସିନ୍ଦୁକ ଡ୍ୟାସ୍ ନା ପୁଣି କିଛି ବାହାରି। ଉତ୍ତର ଠାରୁ। କ'ଣ? ହାଣ୍ଡିରୁ। ରୁ ଲାଗିବ ଏଠି ପିଲାମାନେ। ଦେଖ କାଳେ ହାଣ୍ଡିରୁ ମାଡ଼ ବାହାରିଲା ଭଳିଆ ସେ ସିନ୍ଦୁକ ରୁ, ଏଇଠି ମଧ୍ୟ ରୁ ଲାଗିବ ହେଲା। ତାପରେ 4 ନମ୍ବର ଡ୍ୟାସ୍ ହେବା କେଉଁ ଦରବ ଅପୂର୍ବ। ଉତ୍ତର ହେବ ତାଙ୍କୁ। 4 ନମ୍ବରରେ ତାଙ୍କୁ ବ୍ୟବହାର ହେବ ହେଲା ପିଲାମାନେ।